ଜୟ ଜଗନ୍ନାଥ। ଶୁଭ ସକାଳର ଅଭିନନ୍ଦନ। ଆଜି ମନକୁ ଗୋଟେ କଥା ଆସିଲା ଯେ ସମସ୍ତଙ୍କ ସହିତ ସେୟାର କରିବା। ମାନବ ସମାଜ ଦୁଃଖରେ ଯନ୍ତ୍ରଣାରେ ପ୍ରପୀଡ଼ିତ। ମୋତେ ଜଣେ ବନ୍ଧୁ କହିଥିଲେ ଯେ ମଣିଷ ଜୀବନ କେତେ ଦିନ ମଣିଷ ବଞ୍ଚିବ। ଆଉ ଜଣେ ସେଠି ଗ୍ରୁପ୍ ଡିସ୍କସନ୍ ହେଉଥିଲା ଯେ ଆଉ ଜଣେ କହିଲା ହସିକିରି କହିଲା ଏକ୍ସପେକ୍ଟାନ୍ସି ଅଫ୍ ହ୍ୟୁମାନ୍ ଲାଇଫ୍ ଇଜ୍ ମୋର୍ ଦ୍ୟାନ୍ ନ୍ୟୁମେରିକାଲ୍ ନମ୍ବର୍ସ। ଦ୍ୟାଟ୍ ମିନ୍ସ ମଣିଷର ଜୀବନ ସଂଖ୍ୟାର ଗଣନାର ଉର୍ଦ୍ଧ୍ୱରେ। ଯେତେ ସବୁ ସଂଖ୍ୟା ଅଛି, ହଜାରେ, ଲକ୍ଷେ, କୋଟି, ଖର୍ବ, ଯାହା କିଛି ଆପଣ ଜାଣିଛନ୍ତି ତାଠାରୁ ଅଧିକ ବର୍ଷ ମଣିଷ ବଞ୍ଚିବ। ପୁରାଣ ଶାସ୍ତ୍ରରେ ମଧ୍ୟ ହନୁମାନଜୀ ମହାରାଜ 4 ଯୁଗ ବଞ୍ଚିଛନ୍ତି ବି। ଅନେକ ଲୋକ ଅଛନ୍ତି ଅମରତ୍ୱ ପ୍ରାପ୍ତ କରିଛନ୍ତି। ଏଇଟା କେତେ ଦୂର ଯଥାର୍ଥ ଆପଣମାନେ ବିଚାର କରିବେ। କିନ୍ତୁ କହିବାର ତାତ୍ପର୍ଯ୍ୟ ହେଉଛି ମଣିଷ କ'ଣ ପାଇଁ ଜଲ୍ଦି ମରିଯାଏ। ଦୁଃଖ ସଂସାରରେ କ'ଣ? ଆ ପାଇଁ ଗୌତମ ବୁଦ୍ଧ ନିଜର ରାଜକୀୟ ପରିବେଶ ତଥା ରାଜପ୍ରାସାଦକୁ ଛାଡ଼ି ଜଙ୍ଗଲରେ ତପସ୍ୟା କରି ଗୋଟିଏ କଥା କହିଥିଲେ ଯେ ଡିଜାୟାର ଇଜ୍ ଦ ମେନ୍ ରିଜିନ୍ ଅଫ୍ ସରୋନେସ୍। କାମନାର ବିନାଶରେ ଦୁଃଖର ବିନାଶ, ବା କାମନା ହିଁ ଦୁଃଖର କାରଣ। ପ୍ରକୃତରେ ମୁଁ ଯାହା ଭାବୁଛି କାମନା ହିଁ ଦୁଃଖର କାରଣ ଠିକ୍ କଥା ନୁହେଁ। ଦୁଃଖର କାରଣ ହେଉଛି କ'ଣ ନା, ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ଆପଣ ନିଶ୍ଚିନ୍ତ ଅନୁଭବ କରିପାରୁଥିବେ ଯେ ୱିଦିନ୍ ଫ୍ରାକ୍ସନ୍ ଅଫ୍ ସେକେଣ୍ଡ ଶହ ଶହ ଚିନ୍ତା ଆପଣଙ୍କ ମନକୁ ଆସୁଛି। ଆପଣଙ୍କର ନୁହଁ, ସମସ୍ତଙ୍କ ମନକୁ ଆସୁଛି ଯେ ମୁଁ କେଉଁଠି ଲକ୍ଷେ ଟଙ୍କା ପାଇଦିଅନ୍ତି, ଗୋଟେ ବିଜନେସ୍ କରନ୍ତି, ସେ ଝିଅ ବାହାଘର କରନ୍ତି, କି ଗୋଟେ ଘର ତୋଳନ୍ତି। ସବୁ ଚିନ୍ତାଧାରା ପ୍ରତ୍ୟେକ ମୁହୂର୍ତ୍ତରେ ଆପଣଙ୍କ ମନକୁ ଆସୁଛି। କିନ୍ତୁ ଯେଉଁ ଚିନ୍ତାଧାରାରେ ଆପଣ କନସେଣ୍ଟ୍ରେସନ୍ ବା କନସେଣ୍ଟ୍ରେଟ୍ କରୁଛନ୍ତି ସେଇ ଚିନ୍ତାଟା ସଫଳ ହେଉଛି ବା ଆପଣଙ୍କର ଲକ୍ଷ୍ୟସ୍ଥଳରେ ପହଞ୍ଚୁଛି। ମନେ କରାଯାଉ ଆପଣ ଗୋଟେ IAS ଅଫିସର ହେବାକୁ ଛୋଟବେଳୁ ଚିନ୍ତା କଲେ, ତାପରେ କନସେଣ୍ଟ୍ରେସନ୍ ରଖି ପାଠ ପଢ଼ିଲେ, କୋଚିଂ ନେଲେ, ଅକ୍ଳାନ୍ତ ପରିଶ୍ରମ କଲେ, ବା IAS ଅଫିସର ହେଲେ, ବା ନ ହେଇପାରନ୍ତି। ନହେଲେ ଆପଣଙ୍କର ଦୁଃଖ ନ ହେବାର କାରଣ ହେଉଛି ପ୍ରତ୍ୟେକ ଜିନିଷର ଅସଫଳତାର କାରଣ ହେଉଛି ଶୀଘ୍ରତା। ଆପଣ ପରିଶ୍ରମ ନ କରି କହିବେ ମୁଁ ଶୀଘ୍ର ଏ ଜିନିଷଟାକୁ ପ୍ରାପ୍ତ କରିବି, ତେଣୁ ଦୁଃଖ ଆପଣଙ୍କର ସେଇଠି ଆସେ। ଡିଜାୟାର ଇଜ୍ ଦ ମେନ୍ ରିଜିନ୍ ଅଫ୍ ସରୋନେସ୍। ମଣିଷ ତ ଜନ୍ମ ହେଇଛି ଡିଜାୟାର ପାଇଁ। ଆବଶ୍ୟକତା ମଣିଷର ନିଶ୍ଚିତ ଭାବରେ ଅଛି, କିନ୍ତୁ ଆବଶ୍ୟକତାଟାକୁ ପୂରଣ ନ କରିବା ପାଇଁ ପ୍ରୟାସ କରି ଖାଲି ମୁଁ ପ୍ରାପ୍ତ କରିବି ୱିଦାଉଟ୍ ଲେବରରେ ଆପଣ ସବୁ ଜିନିଷ ପାଇବା ପାଇଁ ଚେଷ୍ଟା କଲେ ଆପଣ ତ ପାଇପାରିବେନି। ତେଣୁ ଦୁଃଖ ସେଇଠି ହିଁ ଆସିବ ଯେ ମୁଁ ଏତେ ପାଠ ପଢ଼ିଲି, ମୁଁ କିଛି ଚାକିରି ପାଇଲିନି, ଏତେ ପରିଶ୍ରମ କଲି, ପିଲାମାନେ ମୋତେ ଅନେଇଲେନି। ଅନେଇବାର କାରଣ ହେଉଛି ଆପଣ ଠିକ୍ ସେ ପରିଶ୍ରମ କରିନାହାନ୍ତି। ତେଣୁ କାମନା, ପୁଅ ଜନ୍ମ କରିଛ, ପୁଅଠାରୁ କିଛି ଆଶା କରିବନି, ତେଣୁ ମୋର ଜୀବନରେ ଦୁଃଖ ଆସିବନି। ନା, ସେଟା ଠିକ୍ ନୁହେଁ। ମୋ ମତରେ ସେଟା ଠିକ୍ ନୁହେଁ। ଡିଜାୟାର ଇଜ୍ ଦ ମେନ୍ ରିଜିନ୍ ଅଫ୍ ସରୋନେସ୍। ଏଟା କିଛି ମାତ୍ରାରେ ଯଥାର୍ଥ। ମଣିଷ କିଛି ଆବଶ୍ୟକ କରିବନି ଆଉ କ'ଣ ମୁର୍ଦାରେ ହେଇ ବଞ୍ଚିବ? କେମିତି ବଞ୍ଚିବ? କାମନା କରିବ, କିନ୍ତୁ କାମନାକୁ ସଫଳ ରୂପାନ୍ତରିତ କରିବା ପାଇଁ ବା ନିଜର ଗୋଲ୍ରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରଖିବ। ଶୀଘ୍ରତା ନାହିଁ, ଧୀରେ ଧୀରେ ସବୁ କାମର ସଫଳ ହୋଇପାରିବ। ସ୍ଲୋ ଆଣ୍ଡ ଷ୍ଟେଡ଼ି ୱିନ୍ସ ଦ ରେସ୍। ଏଟା ପ୍ରାୟତଃ ସତ୍ୟ। ଯେହେତୁ ମୋର ଇଣ୍ଟେଲେକ୍ଚୁଆଲ୍ ଗ୍ରୁପ୍ରେ
ମୁଁ ଗୋଟିଏ ସଦସ୍ୟ ଭାବରେ କାମ କରୁଛି। ଫେସବୁକ୍ ମାଧ୍ୟମରେ ସମସ୍ତଙ୍କୁ ଜଣେଇଲି ଯେ ସମସ୍ତେ ଦୁଃଖରେ ପ୍ରପୀଡ଼ିତ। ଦେଖନ୍ତୁ ସମାଜରେ ପ୍ରାୟ 90% ଲୋକ ଦୁଃଖରେ ପ୍ରପୀଡ଼ିତ, ଦୁଃଖ ଭୋଗୁଛନ୍ତି। ପଇସା ପାଇଁ କିଏ, କାହାର ପିଲାଛୁଆ ହେଉନି, କାହାର ପାରିବାରିକ ବିଶୃଙ୍ଖଳା, ସେଥିପାଇଁ ସମସ୍ତେ ଦୁଃଖରେ। କିନ୍ତୁ ଦୁଃଖ ଏରାଡିକେସନ୍ ଅଫ୍ ସରୋନେସ୍ ଇଜ୍ ଦ ମେନ୍ ଥିମ୍ ଅଫ୍ ଟୁଡେ ଇନ୍ ସୋସାଇଟି। ସମାଜରେ ଦୁଃଖ କେମିତି ବିନାଶ ହେବ? ଦୁଃଖର ବିନାଶର କାରଣ ଡିଜାୟାର ନୁହଁ ବା କାମନା ନୁହଁ। କାମନା ସମସ୍ତଙ୍କ ମନରେ ଆସିବାଟା ଯଥାର୍ଥ। ଯାହା ମନରେ କାମନା ନାହିଁ ସେ ତ ସ୍ଥାଣୁ ହେଇଯିବ ବା ବାବା ହେଇକିରି ବୁଲିବ। ସମସ୍ତେ ବାବା ହେଇପାରିବେ କି? ବାବା ହେଇପାରିବେନି। ତେଣୁ କାମନାକୁ ତ୍ୟାଗ କରିବାଟା ଠିକ୍ କଥା ନୁହେଁ। କାମନା ରହୁ, କିନ୍ତୁ କାମନା ସହିତ ସେ ବସ୍ତୁଟାକୁ ପ୍ରାପ୍ତ କରିବା ପାଇଁ ସଫଳ ପ୍ରୟାସ, ଉପଯୁକ୍ତ ପ୍ରୟାସ ହେବା ଦରକାର। ଆଉ ଶୀଘ୍ରତାର ଆବଶ୍ୟକତା ହିଁ ନାହିଁ। ଧୀରେ ଧୀରେ ହେବ ସବୁ କାମ, ମାନେ ନିଜର ସାମର୍ଥ୍ୟ ମୁତାବକ ପ୍ରୟାସ ଜାରି ରଖିବା ଆବଶ୍ୟକ। ତେଣୁ ଆଜିର ଏ ଯେଉଁ ସତ୍ସଙ୍ଗରେ ମୋର କହିବାର ତାତ୍ପର୍ଯ୍ୟ ହେଉଛି ଯେ ମନୁଷ୍ୟ ଶୀଘ୍ରତା ପ୍ରାପ୍ତ କରିବା ଉଦ୍ଦେଶ୍ୟରେ ସବୁ ଜିନିଷର ପରିମାର୍ଜିତ ଅବସ୍ଥାକୁ ପାଥେୟ କରି ନିଜ ମନରେ ଯେଉଁ ସବୁ ବ୍ୟତିକ୍ରମ ସୃଷ୍ଟି କରୁଛି ତା ପାଇଁ ହିଁ ଦୁଃଖ ପାଉଛି। ଦୁଃଖର କାରଣ ହିଁ କିଛି ନାହିଁ। ଦୁଃଖର କାରଣ ହେଉଛି ନିଜେ। ଗୋଟେ ଜିନିଷ ପାଇବାକୁ ଇଚ୍ଛା କରୁଛି, ନ ପାଇପାରିଲେ ମଣିଷ ଦୁଃଖ କରୁଛି। କିନ୍ତୁ ପାଇବା ପାଇଁ ଇଚ୍ଛା ନ କରିବାଟା ହିଁ ବୋକାମି। ଜୀବନକୁ ସଫଳମଣ୍ଡିତ କରିବାକୁ ହେଲେ ପ୍ରୟାସ ହିଁ ଅନିବାର୍ଯ୍ୟ। ସମସ୍ତେ ପ୍ରଶ୍ନର ଆକାଂକ୍ଷୀ, ସମସ୍ତେ ସବୁ କିଛି ପ୍ରଶ୍ନ ହିଁ ପଚାରୁଛନ୍ତି। କାହିଁକି ନା ତା'ର ଉତ୍ତର ପାଇବା ପାଇଁ। କାହା ପାଖରେ ଉତ୍ତର ନାହିଁ। ଉତ୍ତର କେଉଁଠି ଅଛି ନା ଏ ପୃଥିବୀ ପୃଷ୍ଠରେ, ବାୟୁମଣ୍ଡଳରେ ଘୁରି ବୁଲୁଛି। କିଛି ସମୟ କୌଣସି ସମସ୍ୟା ହେଲେ, କିଛି ସମୟ ଆପଣ ଏକାକୀ ବସିକରି ଭାବିଲେ ତା'ର ସମାଧାନର ବାଟ ଆପଣଙ୍କୁ ମିଳିଯାଉଛି। ସେ କେଉଁଠୁ ଆସୁଛି? ବାୟୁମଣ୍ଡଳରେ ଶବ୍ଦ। ଗଡ୍ କ୍ରିଏଟ୍ ଦ ୟୁନିଭର୍ସ ଥ୍ରୋ ଦ ୱାର୍ଡସ୍। ଶବ୍ଦ ମାଧ୍ୟମରେ ଭଗବାନ ସୃଷ୍ଟି ନିର୍ମାଣ କରିଛନ୍ତି। ତେଣୁ ଶବ୍ଦ ଦ୍ୱାରା ପ୍ରତ୍ୟେକ ସମସ୍ୟାର ସମାଧାନ ହେଇପାରିବ। ତେଣୁ ସମସ୍ତଙ୍କୁ ସାଧୁବାଦ ଜଣାଇ ଆଜିର ଏ ଯେଉଁ ଟପିକ୍, ଦୁଃଖର କାରଣ ଶୀଘ୍ରତା, ଶୀଘ୍ର ପ୍ରାପ୍ତି କରିବା। ଲୋକ ଆକ୍ସିଡେଣ୍ଟ ହେଇଯାଉଛନ୍ତି, ଦୁଃଖ ପାଉଛନ୍ତି। ଗୋଟେ ଜାଗାରେ ଆଉ ଗୋଟେ ଜାଗାକୁ ଯିବାକୁ ଚେଷ୍ଟା କରୁଛନ୍ତି। ଧୀରେ ସୁସ୍ଥେ ଗଲେ ନିଶ୍ଚିତ ତୁମ ଲକ୍ଷ୍ୟସ୍ଥଳରେ ପହଞ୍ଚିବ, ଆଉ ଗୋଟେ ଜାଗାରେ ପହଞ୍ଚି ପାରିବ। କିନ୍ତୁ ଶୀଘ୍ରତାରେ ଆକ୍ସିଡେଣ୍ଟ ହେଉଛି। ଇନକେସ୍ 10% କେଉଁଠି କୁକୁର ପଶି ଆସିଲା, କିଏ ଗୋଟା ପାଗଳ ଆସିକରି ବାଡ଼େଇ ହେଇଗଲା, ସେଇଟା ଅଲଗା ମ୍ୟାଟର। କିନ୍ତୁ ଯେଉଁ ନିଜ ତରଫରୁ ଯେଉଁଟା ଆକ୍ସିଡେଣ୍ଟ ହେଉଛି ବାଲାନ୍ସ ହରେଇକିରି, ସେ ଶୀଘ୍ରତା ପାଇଁ 90% ଏ ଶୀଘ୍ରତା ପାଇଁ ସବୁ ଇନସିଡେଣ୍ଟ, ଆକ୍ସିଡେଣ୍ଟ ସବୁ କିଛି ହେଉଛି। ତେଣୁ ପ୍ରତ୍ୟେକ ଜିନିଷକୁ ପ୍ରାପ୍ତି କରିବାକୁ ହେଲେ ଉପଯୁକ୍ତ ପ୍ରୟାସ ଆଉ ଧୈର୍ଯ୍ୟ, ତା'ର ବ୍ୟତିରେକ ଦୁଃଖର କାରଣ। ମୋର ଯେତିକି ଶବ୍ଦକୋଷରେ ଶବ୍ଦ ଥିଲା ଆପଣମାନଙ୍କ ସମ୍ମୁଖରେ ପ୍ରକଟିତ କଲି। ଭାବୁଛି ଆପଣମାନଙ୍କୁ ଭଲ ଲାଗୁଥିବ। ଜୟ ଜଗନ୍ନାଥ।